ଚୁମୁକିର ଜନ୍ମଦିନ ଥିଲା। ଚୁମୁକି ଘର ସଜା ହୋଇଥିଲା। ଚୁମୁକି ତାର ସାଙ୍ଗସାଥି ମାନଙ୍କୁ କହିଥିଲା ଆସିବା ପାଇଁ ତାରି ଘରକୁ ଏବଂ ତାର ବାପା ମା ବଜାରକୁ ଗଲେ କେକ୍ ଆଣିବାକୁ। ତାପରେ ସେମାନଙ୍କର ଆକ୍ସିଡେଣ୍ଟ ହେଇଗଲା। ତା ବାପା ମା ଆଉ ଫେରିଲେନି। ସେ ସେଠୁ ତା ଖୁଡିଙ୍କ ଘରେ ରହିଲା। ତା ଖୁଡି ତାକୁ ଭଲ ପାଉନଥିଲେ। ସେ ତା ଦାଦାଙ୍କୁ ବହୁତ କଥା କହୁଥିଲେ, ଗାଳି ମଧ୍ୟ କରୁଥିଲେ। ଶେଷରେ ତା ଖୁଡି ପାଠ ପଢିବା ପାଇଁ ତାକୁ ମନା କରିଦେଲେ ଆଉ ତାକୁ କାମରେ ଲଗାଇଦେଲା। ତା ଖୁଡି କହିଲା, ଚୁମୁକି ତତେ ଖାଇବା ପାଇଁ ଓ ଶୋଇବା ପାଇଁ ଏଠି ଦିଆଯିବ, ୟା ଛଡା ତତେ ଆଉ କିଛି ବି ଦେଇପାରିବିନି, ବୁଝିଲୁ? ଚୁମୁକିର ଖୁଡି ତା ଜୀବନକୁ ନର୍କ କରିଦେଲାଣି। ଏମିତି କିଛି ଦିନ ଗଲା। ତାପରେ ସେ ଚୁମୁକି ଶୋଇଛି। ଠିକ 1 ବର୍ଷ ପରେ ଚୁମୁକିର ଜନ୍ମଦିନ ଆସିଲା। ତା ଜନ୍ମଦିନରେ ସେ କାନ୍ଦି କାନ୍ଦି ଶୋଇ ପଡେ। ତାର ପରଦିନ ସେ ତା ଆଖି ଖୋଲିଲା ବେଳକୁ ତାର ସେହି ଡ୍ରେସ ହୀରାରେ ପରିଣତ ହୋଇଯାଏ ଏବଂ ସେ ତା ଖୁଡିକୁ ଡାକିଲା, ଖୁଡି ମତେ ଦେଖ, ମୋ ଡ୍ରେସ କେମିତି ହୀରାରେ ତିଆରି ହୋଇଯାଇଛି। ତାପରେ ଚୁମୁକିର ଦାଦା ଆସିଲେ। ଚୁମୁକିର ଦାଦା ତାକୁ ବହୁତ ଭଲ ପାଉଥିଲେ, କିନ୍ତୁ ତାର ଖୁଡିର ଡରରେ ସେ ତାକୁ କିଛି କହିପାରୁନଥିଲେ। ଚୁମୁକିର ଦାଦା ହିଁ ତାଙ୍କର ସାହାରା ଥିଲା। ସେଠୁ ତା ଦାଦା କହିଲେ, ବେଟା ଏଗୁଡାକ ତ ହୀରା। ଚୁମୁକି କହିଲା, ହଁ ଦାଦା, ମୁଁ ଏବେ ୟାକୁ କଣ କରିବି? ସେଠୁ ତା ଦାଦା କହିଲେ, ହଁ, ୟାକୁ ତ ଖୁଡି ଠାରୁ ଲୁଚେଇ ରଖିବୁ, ବୁଝିଲୁ? ସେଠୁ ଚୁମୁକି କହିଲା, ଆଜ୍ଞା ଦାଦା। ଚୁମୁକି ସେ ନିଜକୁ ନିଜ ରାତିରେ ତାର ଡ୍ରେସକୁ ଆଇନା ଆଗରେ ଲୁଚିକି ଦେଖୁଥିଲା। ଗୋଟିଏ ରାତିରେ ସେ ଦେଖିଲା ତାର ରେଜେଇ ଗୋଟେ ବଡ କଣା ଅଛି। ସେଠୁ ସେ କହିଲା, ଖାସ୍ ମୋ ପାଇଁ ଗୋଟେ ରେଜେଇ ମିଳି ଯାଇଥାନ୍ତା। ଏଇ କଣା ପାଇଁ ରାତି ସାରା ମତେ ବହୁତ ଥଣ୍ଡା ଲାଗୁଛି। ସେ ଯେତେବେଳେ ଏଇ କଥା କୁହେ ସେ ରେଜେଇ ଧୀରେ ଧୀରେ ଚମକି ଉଠେ ଆଉ ନୂଆ ରେଜେଇରେ ପରିଣତ ହୁଏ। ଚୁମୁକି ଖୁସି ହୋଇଯାଏ। ବହୁତ ବଢିଆ, ନୂଆ ରେଜେଇ ମୋର ହେଇଗଲା। ଆଉ ନିଜ ଡ୍ରେସକୁ ପୁଣି ଲୁଚାଇ ଶୋଇପଡେ। ତା ପରଦିନ ତା ଖୁଡି ଆସି ତାକୁ କହିଲା, ଏ ଝିଅ ଉଠ ଜଲ୍ଦି। ସେଠୁ ଚୁମୁକି କହିଲା, ଆଜ୍ଞା ଖୁଡି, ମୁଁ ଉଠିଗଲି। ମତେ ସତ କଥା କହ, କୋଉଠୁ ଆଣିଛୁ ରେଜେଇକୁ? ସତରି ଖାଇ? ସେଠୁ ଚୁମୁକି କହିଲା, ମୁଁ ଚୋରି କରିନି ଖୁଡି, ମୁଁ ଚୋରି କରିନି, ମୁଁ ସତ କହୁଛି। ତା ଖୁଡି କହିଲା, ମତେ ଏଇ ଦିନ ଦେଖିବାକୁ ପଡିଲା। ଗୋଟେ ଚୋରଣୀ ପାଳିକି ରଖିଛି ନା ମୁଁ। ଗାଁ ଲୋକଙ୍କୁ ଜଣା ପଡିଲେ ସେ କଣ କହିବେ ମତେ? ପୁଣି ଖୁଡି କହିଲା, ଆଚ୍ଛା କଥା, ଏତେ ସୁନ୍ଦର ରେଜେଇ ତତେ ତୋ ମା ବାପା ଦେଇକି ଯାଇଛନ୍ତି ନା? ସେଠୁ ଚୁମୁକି କହିଲା, ଖୁଡି, ମା ବାପାଙ୍କ ବିଷୟରେ ମତେ କିଛି ବି କୁହନା, ପ୍ଲିଜ ଖୁଡି, ପ୍ଲିଜ। ମୋ ବାପା ମାଙ୍କ କଥା ବହୁତ ମନେ ପଡୁଛି। ଚୁମୁକିର ଖୁଡି କହିଲା, ଚୁପ୍ ପାଟି ଚୁପ୍, ଜବାବ ଦଉଛୁ ମତେ? ସେଇଠି ଧୋଇବାକୁ ଯୋଉ ଲୁଗା ବାହାର କରିଛି ସେଗୁଡା କଣ ଆପେ ଆପେ ଧୋଇ ହେଇଯିବ? ଯା ଶୀଘ୍ର ଯା। ଚୁମୁକି ସେଠୁ ଯାଇ କାମ କଲା। ଚୁମୁକି ଦିନ ସାରା କାମ କରିବା ପରେ ଖୁଡି ତାକୁ ରାତିରେ ଗହମ ପେଷିବାକୁ ଦେଇଥାନ୍ତି ଆଉ ଆରାମରେ ତା ଖୁଡି ଶୋଇ ପଡନ୍ତି। ଚୁମୁକି ଉଦାସ ହୋଇଯାଏ ଆଉ କହେ, ଦିନ ସାରା କାମ କରି କରି ମୁଁ ଥକି ପଡୁଛି, ଆଉ ତାପରେ ଖୁଡି ରାତିରେ ଏତେ କାମ ଦଉଛନ୍ତି। ତାପରେ ଚୁମୁକି ଉଦାସ ହୋଇ ପୁଣି ଗହମ ପେଷିବାକୁ ଲାଗିଲା ଆଉ ତାର ହୀରାର ଡ୍ରେସ ଟା ମନେ ପଡିଯାଏ ସେତିକି ବେଳେ। ଆଚ୍ଛା ହଁ, ମୋ ପାଖରେ ତ ଯାଦୁଗରୀ ଡ୍ରେସ ଅଛି। ଚୁମୁକି ଯେମିତି ଡ୍ରେସ ପିନ୍ଧି ପଇଲା ସବୁ ଗହମ ପେଷି ହୋଇଗଲା ଆପେ ଆପେ।
ତାପରେ ତା ଖୋଡି ଆସି କହିଲା, ଚୁମକି ଉଠ, ତତେ କହିଥିଲି ନା ସବୁତିକ ଗହମ ପେଷିବାକୁ। ଉଠ, କାମ ଚୋରଣୀ। ସେଠୁ ଚୁମକି କହିଲା, ହେଲେ ଖୋଡି ଗହମ ତ ସବୁ ପେଷି ଦେଇଛି ମୁଁ। ଖୋଡି କହିଲା, କଣ ତୁ ସବୁତିକ ଗହମ ପେଷି ଦେଇଛୁ? ସେଠୁ ଖୋଡି ଦେଖି ଆଶ୍ଚର୍ଯ୍ୟ ହୋଇ ପଡନ୍ତି। ଧୀରେ ଧୀରେ ଚୁମୁକିର ଜୀବନ ଆଉ କାମ ମଧ୍ୟ ବହୁତ ସହଜ ହେଇଯାଏ। ତା ଖୁଡି ଯେତେ କାମ ଦିଅନ୍ତି ସେ ହୀରାର ଯାଦୁଗରୀ ଡ୍ରେସ ପିନ୍ଧି ସବୁ କାମ କରିଦିଏ। ଦିନେ ଖୁଡି ଆଉ ତାଙ୍କ ଝିଅ ମିଶି କଥାବାର୍ତ୍ତା କରୁଥିଲେ। ତାଙ୍କ ଝିଅ କହିଲା, ମା କିଛି ତ ଗଡବଡ ଅଛି, ସେ ଠିକ ଟାଇମରେ କେମିତି କରିପାରୁଛି ଏତେ କାମ? ସେଠୁ ତା ଖୁଡି କହିଲା, ହଁ ପରା, ମୁଁ ତ ଦେଖୁଛି କିଛି ଦିନ ହେଲାଣି ସେ ବହୁତ ଖୁସି ରହୁଛି। ଯେତେ କାମ ଦେଲେ ବି ସେ କରିଦେଉଛି। ସେଠୁ ତା ଝିଅ କହିଲା, ଯେତେ କାମ ଆମେ ଦେଉଛେ ସେ ରୋବଟ ବି କରିପାରିବନି ସହଜରେ, ହେଲେ ଇଏ ତ କରିଦେଉଛି। ତା ଖୁଡି କହିଲା, ତା ଉପରେ ନଜର ରଖିବାକୁ ପଡିବ ଝିଅ। ମା ଝିଅ ମିଶିକି ଚୁମକି ଉପରେ ସେଠୁ ନଜର ରଖିବାକୁ ପଡିଲେ। ଖୁଡି ଚୁମକିକୁ କାମ ଦେଇ ତା ପାଖରେ ବସିବାକୁ ଲାଗନ୍ତି। ଖୁଡିକି ଯେମିତି ନିଦ ଆସିଯାଏ ସେ ତାର ଯାଦୁଗର ଡ୍ରେସରେ ସବୁ କାମ କରିଦିଏ। ତାପରେ ତାର ଝିଅ ଆସି କୁହେ, ମା ଉଠ, ମା ଉଠ, ଦେଖ ତା ପାଖରେ ଯାଦୁଗରୀ ଡ୍ରେସ ଅଛି। ସେଠୁ ତା ଖୁଡି କହିଲା, ହଁ ମୁଁ ସେଇଆ ଠିକ ଭାବୁଥିଲି। ଯେତେ କାମ ସବୁ ଦିଆଯାଉଥିଲା କେମିତି କରୁଥିଲା। ତାପରେ ସେଠୁ ଚୁମକିର ଖୁଡି କହିଲା, ଦେ ସେଟା ଦେ ମତେ। ଚୁମକି କହିଲା, ନା ଏଇଟା ମୋ ବାପା ମାଙ୍କର ଶେଷ ଡ୍ରେସ। ସେଠୁ ଖୁଡିର ଝିଅ କହିଲା, ମା ଏଇଟା ତ ହୀରା ଲାଗିଛି, ଦେଖ ମା ଏଇ ଡ୍ରେସରେ ହୀରା ଲାଗିଛି। ସେଠୁ ଖୁଡି କହିଲା, ବଦମାସ ବେମକ ହାରାମ, ମୁଁ ଗୋଟେ ବର୍ଷ ହେଲାଣି ତତେ ପାଳୁଛି ଆଉ ତୋର ସବୁ ଖର୍ଚ୍ଚ ନିଜ ପଇସାରେ କରୁଛି ଆଉ ସବୁ ହୀରା ନିଜ ପାଖରେ ରଖୁଛି। ଏବେ ତ ଏଇ ଡ୍ରେସ ମୁଁ ନିଶ୍ଚିନ୍ତ ନେବି। ସେଠୁ ଚୁମକି କହିଲା, ନାଇଁ ପ୍ଲିଜ ପ୍ଲିଜ ଖୁଡି ମତେ ଏମିତି କରନ୍ତୁନି ଆପଣ ମୋ ସହିତ। ଖୁଡି ଯେମିତି ଡ୍ରେସ ନବା ପାଇଁ ଆସନ୍ତି ସେମିତି ହୀରା ସବୁ କାଚରେ ପରିଣତ ହୋଇଯାଏ ଆଉ ଖୁଡିଙ୍କ ହାତରେ ଗଳିଯାଏ। ଆଲୋ କେତେ କଷ୍ଟ ହେଉଛି, ଆଲୋ ଆଲୋ। ସେଇଠୁ ତା ଝିଅକୁ କହିଲା, ସ୍ୱାତି ତୁ କଣ ଦେଖୁଛୁ, ତାଠୁ ଯା ତାର ଡ୍ରେସ ଛଡେଇ ଆଣ। ସ୍ୱାତି ଯେତେବେଳେ ତା ମାଙ୍କ ପରେ ସିଏ ଗଲା ଆଣିବାକୁ, ତାର ସେମିତି ତା ହାତରେ କାଚ ଭାଙ୍ଗି ରକ୍ତ ବାହାରିଗଲା। ସେଠୁ ସ୍ୱାତି କହିଲା, ମା ମତେ ବି କାଟୁଛି, ମରିଗଲି, ବଞ୍ଚାଅ, ବହୁତ କାଟୁଛି ମା। ସେଠୁ ଚୁମକିର ଖୁଡି ଆଉ ସ୍ୱାତି ତାକୁ ତଳେ କଚାଡିବାକୁ ଆସନ୍ତି। ସେ ଯେମିତି ପଡିଯାଏ ସେତେବେଳେ ଚୁମକିକୁ ସେହି ଡ୍ରେସ ତୁଳା ପରି ନରମ ଲାଗେ। ସେଠୁ ଚୁମକି କହିଲା, ବାସ୍ ବହୁତ ହେଇଗଲା ଆପଣ ମାନଙ୍କ ପାଖରେ, ମଣିଷତ୍ୱ ବୋଲି କିଛି ନାହିଁ। ଆଜି ତମେ ମାନେ ହୀରା ପାଇବା ପାଇଁ ମତେ ମାରିଦେବାକୁ ଚେଷ୍ଟା କରୁଛ। ସେଇଠୁ ତାପରେ ଚୁମକିର ଖୁଡି କହିଲା, ଆରେ ନାଇଁ ନାଇଁ ଝିଅ, ତୁ ଆମକୁ ଛାଡି କୋଉଠି ଯିବୁ? ଝିଅ ଆମେ ତ ତୋ ବାପା ମାଙ୍କ ପରି ନା, ରହିଯା ଏଠି, ବାସ୍ ମଝିରେ ମଝିରେ କିଛି ହୀରା ଆମକୁ ଦେଉଥିବୁ। କିନ୍ତୁ ସେ କେବେ ବି ଖୁଡି କଥା ନ ଶୁଣିଲା। ଚୁମକି ରାଗି ଯାଇ ତାର ଡ୍ରେସ ପତ୍ର ପ୍ୟାକ୍ କରି ସେ ଘରୁ ବାହାରି ଯାଏ। ନିଜ ଡ୍ରେସରୁ ଛୋଟ ଛୋଟ ହୀରା ବାହାର କରି ତା ପାଇଁ ଗୋଟିଏ ଘର ତିଆରି କଲା। ତାପରେ ସେଠୁ ସେ ତା ପାଠ ପଢା ଆରମ୍ଭ କରିବାକୁ ଲାଗିଲା ସହରରେ। ତାପରେ ସେଇଠୁ କଲେଜ ଫଙ୍କସନ ଆରମ୍ଭ ହେଲା। ତାର ପ୍ରିୟ ସାଙ୍ଗ ରୀନା, ଏମିତି କେତେ ସାଙ୍ଗସାଥି ଖେଳରେ ପ୍ରତିଯୋଗିତା ଭାଗ ନେଇଥିଲେ। ଖେଳ ଆରମ୍ଭ ହେବାକୁ କିଛି ସମୟ ଅଛି। ଚୁମକିକୁ ଭଲ ଲାଗୁନଥାଏ। ଚୁମକି ସେଠୁ ତାର ପ୍ରିୟ ସାଙ୍ଗ ଘରକୁ ଗଲା। ଚୁମକି ସେଠୁ ଲୁଚି ସବୁ ଦେଖୁଥାଏ। ରୀନାର ବୋଉ କପଡା ସିଲେଇ କରି ଘର ଚଳେ। ତାଙ୍କର ପରିସ୍ଥିତି ବହୁତ ଖରାପ ଥିଲା। ରୀନା କହିଲା, ମା ମତେ କିଛି ପଇସା ଦିଅ, ମୁଁ ଖେଳରେ ଭାଗ ନେଇ ସାରିଛି। ସେଠୁ ରୀନାର ମା କହିଲେ, କଣ ନାଟକ, ତୁ ଆମର ପରିସ୍ଥିତି ଜାଣିଛୁ ନା ଝିଅ। ସେଠୁ ରୀନା କହିଲା, କିନ୍ତୁ ପୁରସ୍କାର 10 ବସ୍ତା ଚାଉଳ, 10 ବସ୍ତା ଡାଲି, ସେଥିପାଇଁ ମୁଁ ଭାବିଲି ଯେ ଯଦି ମୁଁ ଜିତିଯିବି ଆଉ ଆମ ଘର ପାଇଁ ଚାଉଳ ଡାଲି ହେଇଯିବ ତ। ତାପରେ ସେଇଠୁ ତାର ବୋଉ ମନା କରିଦେଲା।
ରିନାର ବହୁତ ମନ ଦୁଃଖ ହେଲା। ସେଇଠୁ ତାର ସାଙ୍ଗ ଚମକି ଆସିଲା। ତାପରେ ରିନାର ଘର ଅବସ୍ଥା ଦେଖି ରିନା ଓ ତାର ବୋଉ ବହୁତ ମନ ଦୁଃଖ କଲେ। ସେତେବେଳେ ଚମକି ତା ଯାଦୁଗରୀ ଡ୍ରେସରେ ତାର ଘର ଏବଂ ତାର ସାଙ୍ଗକୁ ସବୁ କିଛି ଅର୍ପଣ କରିଦେଲା। ସେ ବହୁତ ଖୁସି ହୋଇଗଲେ ଏବଂ ଆନନ୍ଦ ହେଲେ। ସେଠୁ ରିନାର ବୋଉ କହିଲା, ଆରେ ମା, ଆଜିଠାରୁ ତୁ ମୋର ଆଉ ଗୋଟିଏ ଝିଅ। ତାପରେ ସେ ଦୁହେଁ ଏକାଠି ହେଇ ସବୁବେଳ ପାଇଁ ରହିଲେ। ବହୁତ ମଜା ମସ୍ତି କଲେ। ତାପରେ ସୁଖରେ ଜୀବନ ଯାପନ କଲେ।